ओके स्टूडेंट, गुड इवनिंग। तो समस्त मो वॉइस क्लियर अछि स्टूडेंट? समस्त मो वॉइस क्लियर अछि? ओके, थैंक यू। तो बर्तमान आम क्लास को स्टार्ट करिबा। क्लास को स्टार्ट करिया पूर्व मु मैक्सिमम 5 to 10 मिनिट टाइम नेबी, किछि इंपोर्टेंट डिस्कशन करिबी, तापर क्लास को स्टार्ट करिबी। आ गोटे भी कहि दउछि, आसंता काली जोटा कि सैटरडे तुम मानकर अछि, जोटा कि मोर देन 2 आवर लागिबो तुमरो क्लास को। और जते को सब आंसर राइटिंग करा जातला, समस्त खाता को मो लाइव शेयर करिकरी को मानकर केते स्कोर होछि आ कोन रॉन्ग रहिछि, कोन इंप्रूवमेंट दरकार, डिटेल्स जिंस मु काली लाइव क्लास रे करिबी। तो एटा को मु एबेठो कहि दउछि। तो बर्तमान मु तुम मान सहित गोटे इंपोर्टेंट पॉइंट डिस्कशन करी क्लास को कंटिन्यू करिबी। अच्छा, लास्ट टॉपिक हमें को रिलेटेड पढुथले बिले, जोटा से हम तो काली क्लास ऑफ थिला। ओके, पर दिन हमें को टॉपिक थिला, एनवायरनमेंट रिलेटेड क्लास को स्टार्ट करथिले। देखो, तो हमरो एनवायरनमेंट रिलेटेड जो क्लास हम करथिले, एनवायरनमेंट रिलेटेड पॉल्यूशन हो बा एवरीथिंग हो, सब तो करेंट को ही आस्था है मैक्सिमम टू मैक्सिमम बेसिक सहित करेंट। तुम्हें देखि परिबो हमरो जो माने जनरल स्टडी पेपर 3 रहउची, टेक्नोलॉजी हो, तुमମାନଙ୍କର ଇକୋନୋମିକ ଡେଭଲପମେଣ୍ଟ ହଉ କିମ୍ବା ବାୟୋଡାଇଭରସିଟି ହଉ କିମ୍ବା ଏନଭାୟରନମେଣ୍ଟ ହଉ କିମ୍ବା ତୁମର ହଉଛି ଡିଜାଷ୍ଟର ମ୍ୟାନେଜମେଣ୍ଟ ହଉ, ତ ଏଥିରେ ମ୍ୟାକ୍ସିମମ୍ ଟୁ ମ୍ୟାକ୍ସିମମ୍ କ୍ୱେଶ୍ଚନ କରେଣ୍ଟକୁ ବେସ୍ କରିବେ। ପର୍ଟିକୁଲାର ଡିଜାଷ୍ଟର ମ୍ୟାନେଜମେଣ୍ଟ ହଉ କିମ୍ବା ସିକ୍ୟୁରିଟି ହଉ କିମ୍ବା ଟେକ୍ନୋଲୋଜି ହଉ, ଆକୁ ଉପରେ ସବୁବେଳେ କରେଣ୍ଟକୁ ନେଇ ଆସେ। ତ ବର୍ତ୍ତମାନ ଆମେ ଏଇ ଯୋଉ ଟପିକର ଏଇ ଏନଭାୟରନମେଣ୍ଟ ଷ୍ଟାର୍ଟକୁ ବି କଣ୍ଟିନ୍ୟୁ କରିବା। କୋଉ ପାର୍ଟକୁ? ଏନଭାୟରନମେଣ୍ଟ ପାର୍ଟକୁ ମୁଁ ଷ୍ଟାର୍ଟ କରିବି। ଫାର୍ଷ୍ଟ କ୍ଲାସରେ ମୁଁ ତୁମମାନଙ୍କୁ ଡିସ୍କସନ କରେଇଥିଲି ଯେ ଏନଭାୟରନମେଣ୍ଟ କହିଲେ କଣ ବୁଝିବା। ତ ପଲ୍ୟୁସନ ବିଷୟରେ କହିଥିଲି, ଯୋଉଟା କି ତୁମମାନଙ୍କର ବଫରିଂ ବଫରିଂ ଯଦି ହଉଛି ଟିକେ ଲେଫ୍ଟ ହେଇକି ଆଉ ଥରେ ଜଏନ୍ କର ହେଇଯିବ। Okay, ତ ଏନଭାୟରନମେଣ୍ଟ ଅଲରେଡି ମୁଁ ଷ୍ଟାର୍ଟ କରିଥିଲି, କିନ୍ତୁ ଆଉ ଗୋଟେ ଜିନିଷ ଆଜି ମୁଁ ଷ୍ଟାର୍ଟ କରିବି, ସଷ୍ଟେନେବଲ ଡେଭଲପମେଣ୍ଟ ଗୋଲ। ସଷ୍ଟେନେବଲ ଡେଭଲପମେଣ୍ଟ ଗୋଲ, ଯୋଉଟା କି ଗୋଟେ ଏନଭାୟରନମେଣ୍ଟର ଗୋଟେ ଇମ୍ପୋର୍ଟାଣ୍ଟ ପାର୍ଟ ଅଛି। କାହିଁକି ନା ତୁମେ ଦେଖିବ ପିଲେ, ସଷ୍ଟେନେବଲ ଡେଭଲପମେଣ୍ଟ ଗୋଲକୁ ନେଇକରି ବହୁତ ସାରା ଗ୍ରାଉଣ୍ଡକୁ ନେଇକରି କ୍ୱେଶ୍ଚିନ୍ ଆସେ। ଯେମିତିକି ଆମେ ଯଦି 2023ର କ୍ୱେଶ୍ଚିନ୍କୁ ଦେଖିବା, 2023ର କ୍ୱେଶ୍ଚିନ୍କୁ ଦେଖିବା, ସେଥିରେ ତୁମକୁ ସଷ୍ଟେନେବଲ ଡେଭଲପମେଣ୍ଟ ଗୋଲକୁ ନେଇକରି ବହୁତ ସାରା କ୍ୱେଶ୍ଚିନ୍ ଦେଇଥିଲା। ତାର ଅର୍ଥ ଏନଭାୟରନମେଣ୍ଟର ଗୋଟେ ଇମ୍ପୋର୍ଟାଣ୍ଟ ପାର୍ଟ ହଉଛି ସଷ୍ଟେନେବଲ ଡେଭଲପମେଣ୍ଟ ଗୋଲ। ତ ପ୍ରଥମେ ଆଜିର ଯୋଉ କ୍ଲାସ ମୁଁ ରଖିଛି, କରେଣ୍ଟ ଇସ୍ୟୁ ସହିତ ଷ୍ଟାଟିକ ପାର୍ଟକୁ ରଖିବି, ଯୋଉଟା କି ସଷ୍ଟେନେବଲ ଡେଭଲପମେଣ୍ଟକୁ ନେଇକରି କଣ କ୍ୱେଶ୍ଚିନ୍ ହେଇପାରିବ, ଯୋଉଟା କି ତୁମମାନଙ୍କ ପାଇଁ ଟିକେ ଟେକ୍ନିକ। ହଁ, ଆଚ୍ଛା, ଏବେ ସମସ୍ତଙ୍କୁ ପିଡିଏଫ ଶୋ ହେଲା? ବର୍ତ୍ତମାନ ସମସ୍ତଙ୍କୁ ପିଡିଏଫ ଶୋ ହଉଛି? ଏଭ୍ରିଥିଙ୍ଗ ଇଜ କ୍ଲିୟର ନାଉ? ଓକେ, ଥ୍ୟାଙ୍କ ୟୁ। ଆକ୍ଚୁଆଲି ପ୍ରୋବ୍ଲେମ କଣ, ଯେହେତୁ ମୁଁ ରୁମ୍ ଭିତରେ ରହିକି କ୍ଲାସ କରୁଛି, କାରଣ କହିଥିଲି ଗାଁକୁ ଆସିଥିଲି, ଯୋଉଟା କି ପୂଜା ଥିଲା କାଲି। ତ ମତେ ଏକ୍ସେସ ଜ୍ୱର ହେଇଯାଇଛି, ଜ୍ୱର ମାନେ ପୁରା 101 ଆଉ 102। ତ 100 ଉପରକୁ ପ୍ରାୟତଃ ରହୁଛି। ତ ମୁଁ ଛାତ ଉପରେ ଯାଇକି କ୍ଲାସ କରିବା ପସିବୁଲ ହଉନି। ତ ସେଥିପାଇଁ ମୁଁ ଟ୍ରାଏ କରୁଛି ରୁମରେ କ୍ଲାସ ନେବା ପାଇଁ। ତ ସେଥିପାଇଁ ଟିକେ କୋଅପରେଟ କର, ଯଦି ନେଟୱାର୍କ ଇସ୍ୟୁ ରହୁଛି ଡୋଣ୍ଟ ୱରି, କ୍ଲାସ କଣ୍ଟିନ୍ୟୁ କର। ରେକର୍ଡିଂଟା ମୁଁ କ୍ଲାସ ପରେ ପରେ ଦେଇଦେବି। ସଷ୍ଟେନେବଲ ଡେଭଲପମେଣ୍ଟ ଗୋଲ, ଯଦି ଆମେ ଆକୁ ଓଡ଼ିଆରେ କହିବା, ଆକୁ କୁହାଯାଏ, ଓକେ, ସଷ୍ଟେନେବଲ ଡେଭଲପମେଣ୍ଟ ଗୋଲ କହିଲେ ଆମେ କାହାକୁ ଓଡ଼ିଆରେ କଣ କହିବା ନା, এটা ଯୋଉ ଟିକେ ସ୍ପେଲିଂ ଭୁଲ ଅଛି, ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ। ମନେ ରଖିବ, ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ। ଓକେ, କାହାର ଅର୍ଥ ଦେଖ, ଏଇଠି ମୁଁ ଓଡ଼ିଆ ପିଲାଙ୍କୁ ଗୋଟେ ମେସେଜ ଦେବାକୁ ଚାହୁଁଛି। ଦେଖ, ତୁମେ ସଷ୍ଟେନେବଲ ଡେଭଲପମେଣ୍ଟର ଆକ୍ଷରିକ ଓଡ଼ିଆ ହଉଛି ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ। ବେଳେ ବେଳେ ତୁମେ ଦେଖିବ କିଛି କିଛି ଜାଗାରେ ସଷ୍ଟେନେବଲ ର ମିନିଂଟା ସ୍ଥାୟୀ ବିକାଶ ଲକ୍ଷ୍ୟ ଲେଖା ହେଇଥାଏ। ଯେତେବେଳେ ତୁମେ ନୋଟ ଲେଖିବ, ତାକୁ ଲେଖିବ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ। ଯେ ଆଜି ଆମେ ଯୋଉ ଟପିକ ଉପରେ ଡିସ୍କସନ କରିବା, ଫାର୍ଷ୍ଟ ମୁଁ ତମମାନଙ୍କୁ ଦେଖାଉଛି ଯେ ସଷ୍ଟେନେବଲ ଡେଭଲପମେଣ୍ଟରେ ଆକ୍ଚୁଆଲି ସେ ଜିନିଷଟା କଣ, କାହିଁକି ଏଟା ରଖାଯାଇଛି। ତୁମେ ଦେଖିଥିବ, ଏଟା ୟୁନାଇଟେଡ ନେସନ ତରଫରୁ କିଛିଟା ଗୋଲ ଆମେ ଡିସାଇଡ କରିଛେ। ଯୋଉ ଗୋଲ ହଉଛି 17ଟା ଗୋଲ ରଖିଛେ। କାହିଁକି ନା ଦେଖ, 17ଟା ଗୋଲ ଆମେ ଡିସାଇଡ କରିଛେ। 2030 ପର୍ଯ୍ୟନ୍ତ ଆମେ ଟାର୍ଗେଟ ନେଇଛେ, ସାରା ୱାର୍ଲଡ ଟାର୍ଗେଟ ନେଇଛେ। କାହିଁକି ଟାର୍ଗେଟ ନେଇଛେ
ନା 2030 ଭିତରେ ଯଦି এই 17ଟା ପଏଣ୍ଟ ଉପରେ ଆମେ କାମ କରିବା, ସାରା ବିଶ୍ୱ ଦାରିଦ୍ର୍ୟରୁ ବାହାରିବା ସହିତ ଯୋଉ ସବୁ ପ୍ରୋବ୍ଲେମ ପ୍ରତ୍ୟେକ ବ୍ୟକ୍ତି ସହିତ ବା ପ୍ରତ୍ୟେକ ମଣିଷ ସହିତ ଘଟୁଛି ବିଭିନ୍ନ କଣ୍ଟ୍ରି ମାନଙ୍କରେ, ତାହା ବି ମଧ୍ୟ ଆରାମସେ ସଲ୍ୟୁସନ ହେଇପାରିବ। ତ ସେଇଆକୁ ବେସ୍ କରି ଆମେ 2030 ପର୍ଯ୍ୟନ୍ତ ଏ ଟାର୍ଗେଟକୁ ରଖିଛେ, ଯାହାର କେତୋଟି ଗୋଲ ଆମେ ରଖିଛେ? 17ଟି ଗୋଲ ରଖିଛେ। ବେଶୀ ହିଷ୍ଟ୍ରି କି ଆମେ ଯିବାନି, କାହିଁକି ନା ମ୍ୟାକ୍ସିମମ୍ ହିଷ୍ଟ୍ରି କି ପ୍ରିଲିମରେ କ୍ୱେଶ୍ଚନ ଦିଏ, କିନ୍ତୁ ମେନ୍ରେ ଏତେ ହିଷ୍ଟ୍ରି କି ଯିବାର ଆବଶ୍ୟକତା ନାହିଁ। ଯୋଉଟା କି ଆମେ 15 ଡେଜର ଟାର୍ଗେଟ, 15 ଇୟର୍ସର ଟାର୍ଗେଟ ରଖାଯାଇଛି। 15 ଇୟର୍ସ ମାନେ 2015 ମସିହା ଠାରୁ 2030 ମସିହା ପର୍ଯ୍ୟନ୍ତ ଏ ଟାର୍ଗେଟ ରଖାଯାଇଛି। ଗୋଟେ ବେସିକ ଆଇଡିଆ ଆସିଗଲା ସଷ୍ଟେନେବଲ ଡେଭଲପମେଣ୍ଟ ଗୋଲ ରିଗାର୍ଡିଂ ଦିସ୍। ଦେଖ ଭଏସ ଇସ୍ୟୁ ଟିକେ ରହିବ, କାରଣ ଛାତ ଉପରକୁ ପଳେଇଲେ ନୋ ଡାଉଟ କ୍ଲିୟର ହେଇଯିବ। ଯେହେତୁ କାକର ପଡୁଛି, ଟିକେ ଜର ହେଇଯାଇଛି, ତ ସେଥିଲାଗି ମୁଁ ଯାଉନି। ତ ସେଥିପାଇଁ ମୁଁ ରୁମରେ କ୍ଲାସ ରହୁଛି। ଓକେ, ବେଶୀ ନାହିଁ, ଆଉ ସରସ୍ୱତୀ ପୂଜା ପରେ ମୁଁ କଟକ ପଳେଇବି। ପଳେଇଲା ପରେ ଆଉ କିଛି ଇସ୍ୟୁ ହବନି। ଓକେ, ଚାଲ ଦେଖ ଆଜିର ଯୋଉ ଟପିକ ଅଛି, ଯୋଉଟା କି ତୁମମାନଙ୍କର 2023 ମସିହାରେ ଓଡ଼ିଶାରେ ଏଇ ରିଗାର୍ଡିଂ ସଷ୍ଟେନେବଲ ଡେଭଲପମେଣ୍ଟର ଗୋଲକୁ ନେଇକିରି ଭୁବନେଶ୍ୱରରେ ଗୋଟେ ମିଟିଂ ହେଇଥିଲା, ଯୋଉଟା କି ଗ୍ଲୋବାଲ ଲେଭେଲରେ। ଆଉ ଏ ବର୍ଷ ଏ ପଏଣ୍ଟ ଉପରେ ବହୁତ ସାରା ଇସ୍ୟୁ ଅଛି। ଟପିକ ହଉଛି ହଉଛି ହଁ ଲୋକାଲାଇଜେସନ of a sustainable development goal. Localization sustainable development goal. Localization. Why localization of the sustainable development goal? देखो, मोर कहबार कथा हूँ स्टूडेंट जे लोकालाइजेशन ऑफ सस्टेनेबल डेवलपमेंट गोल कहले कौन बुझा? एनी आइडिया? कहार आइडिया अच्छी? लोकालाइजेशन ऑफ सस्टेनेबल डेवलपमेंट कहले एटा बुझ। ए टॉपिक जे तुमे बुझी गलो, ग्यारंटी गोटे क्वेश्चन इथुर आसीबो जीएस 3 रे। इम्प्लीमेंटेशन इन ग्रास रूट, देन आउटर आंसर अछि टे काइंडली जो मेन क्लास रहउची तो पार्टिसिपेट करो, बेटर हो। लोकल लेवल एसए भी आसे, हाँ थैंक यू। एसए तो डेफिनेटली आ ऊपर गोटे हेइ होबार चांस हुए, किंतु आप गोटे बेसिक आइडिया हमर रहया दरकार। लोकलाइजेशन एथर गोटे क्वेश्चन डेफिनेटली आउटर आंसर अछि लोकलाइजेशन ऑफ इम्प्लीमेंटेशन इन लोकल लेवल, देन आउ की कहि पड़छु? ठीक कथा कहिछ, काहे कि ठीक कथा कहिछ, जोटा कि तुम मानकर हाँ कस्टमाइज सॉल्यूशन टू लोकल लेवल प्रॉब्लम्स। तो तुम्हें देखिबो हमर जतेक ग्रास रूट लेवल रहउची, जतेक हमर लोकल लेवल रहउची, तो तार जो प्रॉब्लम सब रहउची आकु कस्टमाइज करिया दरकार बा ताकु सॉर्ट आउट करिया दरकार। कोठी ना लोकल लेवल प्रॉब्लम को आकु ही इम्प्रूवमेंट करिया पई एको हम लॉन्च करिछे, जहाँ हम कहूचे कोन लोकलाइजेशन ऑफ सस्टेनेबल डेवलपमेंट गोल। पूरा बुझी पाइलो? कौन से टॉपिक को ଯିବା ପୂର୍ବରୁ ହଁ ଗୋଲ ଲେବୁଲ ଫାଷ୍ଟ ପ୍ରାୟୋରିଟି। ଥ୍ୟାଙ୍କ ୟୁ। ଦେଖ ତା ଅର୍ଥ କୌଣସି ଟପିକ କୁ ଯିବା ପୂର୍ବରୁ ତା ଭିତରେ ଆଗ ମାଇଣ୍ଡରୁ ଆସିବା ଦରକାର। କାହିଁକି ନା ଆମେ ଯେତେବେଳେ କ୍ଲାସ କରୁଛେ, ସେ କ୍ଲାସରେ ହିଁ ଆମେ ତା ଭିତରକୁ ଏଣ୍ଟ୍ରି କରିବା ଅଛି ଆକ୍ଚୁଆଲି ଏ ଜିନିଷ କ'ଣ ଲୋକାଲାଇଜେସନ ସଷ୍ଟେନେବଲ ଡେଭଲପମେଣ୍ଟ ଗୋଲ। ତ ତାର ତ ଯୋଉ ଗ୍ରାସ ରୁଟ ଲେବୁଲ ରହୁଛି, ଯୋଉ ଲୋକାଲ ପ୍ରୋବ୍ଲେମ ରହୁଛି, ଆକୁ ଆମେ କଷ୍ଟମାଇଜ କରିବାର ଅଛି, ଆଉ ୱିଥ୍ ତାର ସଲ୍ୟୁସନ ବି କାଢିବାର ଅଛି। ତ ଆକୁ ହିଁ କୁହାଯାଏ ଲୋକାଲାଇଜେସନ। ତ ଆକୁ ନେଇକରି କେମିତି କ୍ୱେଶ୍ଚିନ୍ ହେବାର ଚାନ୍ସ ଅଛି, ତ ସେଟା ହଉଛି ଆମ ପାଇଁ ଇମ୍ପୋର୍ଟାଣ୍ଟ ପଏଣ୍ଟ। ଦେଖ ସେ କହିଲା ଏବାଉଟ ଲୋକାଲାଇଜ ଅଫ ସଷ୍ଟେନେବଲ ଗୋଲ ବା ଏଫର୍ଟସ ଅଫ ସଷ୍ଟେନେବଲ ଗୋଲ, ଯୋଉଟା କି ଏକା ଜିନିଷ ରହୁଛି। ଯୋଉ ଜିନିଷ ମୁଁ ତୁମମାନଙ୍କୁ କହିଲି, ତ ତୁମର ଷ୍ଟେଟ ରହିଲା କିମ୍ବା ୟୁନିୟନ ଟେରିଟୋରୀ ରହିଲା, ନୀତି ଆୟୋଗ ଟୁ ହଉଛି ର ମୁଖ୍ୟ ଭୂମିକା ରହୁଛି ମଧ୍ୟ ଆକୁ ମାନେ ଷ୍ଟେଟ ଲେବୁଲରେ ହଉ କିମ୍ବା ୟୁନିୟନ ଟେରିଟୋରୀ ହଉ, ତାର ଯୋଉ ଗ୍ରାସ ରୁଟ ଲେବୁଲ ରହୁଛି ତା ଉପରେ ଫୋକସ କରିବା। ତାପରେ ଆସିଲା ବେନିଫିଟ୍ସ ଅଫ ସଷ୍ଟେନେବଲ ଡେଭଲପମେଣ୍ଟ ଗୋଲ ଲୋକାଲାଇଜେସନ। ଲୋକାଲାଇଜେସନ କରିବା ଦ୍ୱାରା ଆମକୁ କ'ଣ ବେନିଫିଟ୍ସ ଆମେ ପାଇବା? ଦେଖ ମୁଁ ଯୋଉ ସ୍ତର ବା ଯୋଉ ଟାଇପରେ ତମକୁ ଆକୁ ଏକ୍ସପ୍ଲେନ କରି କରି ଯାଉଛି, ତୁମେ ତାକୁ ସେଇ ହିସାବରେ ମନେ ରଖିବ। କାହିଁକି ନା ଯେତେବେଳେ ତମକୁ କ୍ୱେଶ୍ଚିନ୍ ଟେ ଦଉଥିବ, ଡିଟୋ ତୁମକୁ ଏଇଭଳି ପଚାରିବ ହ୍ୱାଟ ଇଜ ଦ ବେନିଫିଟ ଅଫ ଲୋକାଲାଇଜେସନ ଅଫ ସଷ୍ଟେନେବଲ ଡେଭଲପମେଣ୍ଟ ଗୋଲ, ହ୍ୱାଟ ଇଜ ଦ ବ୍ୟାରିୟର ଅଫ
ଏକ୍ସକ୍ୟୁଜ ତୃଣ ସରି ଥ୍ୟାଙ୍କ ୟୁ ତୃଣମୂଳ ସ୍ତରରେ ସମସ୍ୟାର ଚିହ୍ନଟ ଥ୍ୟାଙ୍କ ୟୁ ଏକ୍ସଲେଣ୍ଟ। ଚାଲ ଏବେ ଯିବା ନେକ୍ସଟ ପଏଣ୍ଟ ବେନିଫିଟ୍ସ ଅଫ benefits of benefits of sustainable development goal in localization। ତ ପ୍ରଥମେ ହଉଛି କଣ ନା କୋଅପରେଟିଭ ଆଣ୍ଡ କମ୍ପିଟେଟିଭ ଫେଡରାଲିଜମ। ତ ଅଲରେଡି ତୁମମାନଙ୍କୁ ଗୋଟେ କହିଥିଲି କାହିଁକି ନା ଆ ଦ୍ୱାରା ଆମକୁ କଣ ଆସିବ ସହଯୋଗ ଏବଂ ପ୍ରତିଯୋଗିତା ସୂଚନା। ତା ତ ମାନେ ଆ ଦ୍ୱାରା କଣ ପରସ୍ପର ସହିତ ଆମେ ସହଯୋଗ କରିବା ସହିତ ଗୋଟେ ପ୍ରତିଯୋଗିତା ଯେମିତି ଧର ଗୋଟିଏ ଷ୍ଟେଟ ଗୋଟେ ଓକେ ଟିକେ ଇସ୍ୟୁ ରହିବ ଆଜି ଖାଲି ଆଜି ଗୋଟା ତ କାଲି ମୁଁ ଛାତ ଉପରୁ ପଳେଇବି କିଛି ଅସୁବିଧା ନାହିଁ। ଆରେ ମୁଁ କହିଲି ନା କିଛି ଯେତେବେଳେ ସୁଧା ନ ଯିବ ତାର ଅର୍ଥ କିଛି ସାଇଡରୁ ନେଟୱାର୍କ ଇସ୍ୟୁ ଅଛି ତ ଆକୁ ରେକର୍ଡିଂ ଦେଖି ଟିକେ ଟ୍ରାଏ କରି ପଢ଼ ପଡ଼ିବ। ଓକେ ଚାଲେ ହଁ ତାପରେ ଆସିଲା କଣ ଦେଖ ମୁଁ ତମକୁ ଗୋଟେ ମେସେଜ ଦଉଛି। ମୁଁ ଚାହିଁଥିଲି ଆଜି କ୍ଲାସକୁ ମଧ୍ୟ ବନ୍ଦ କରିପାରିଥାନ୍ତି ପିଲାର କ୍ଲାସ ନେଲି ଏଥିପାଇଁ ଯେ ତୁମମାନଙ୍କ ଭିତରେ ସେଇ ଇଣ୍ଟରେଷ୍ଟ କଣ୍ଟିନ୍ୟୁ ରହୁ ଇଣ୍ଟରେଷ୍ଟ କେବେ ପ୍ରୋବ୍ଲେମ ନ ଆସୁ। ଓକେ ଗୋଟେ ସେକେଣ୍ଡ ଚାଲ ତାପରେ ଆସିଲା କଣ ନା ବେନିଫିଟ୍ସ ଅଫ ସଷ୍ଟେନେବଲ ଡେଭଲପମେଣ୍ଟ ଗୋଲ ଲୋକାଲାଇଜେସନ। ଆଚ୍ଛା ତାପରେ ଆସିଲା କଣ ନା ତୁମର ହଁ ତ ପ୍ରଥମ ପଏଣ୍ଟ ଆମେ ଡିସ୍କସନ କର ଦ୍ୱିତୀୟ ପଏଣ୍ଟ ହଉଛି କଣ ହଁ ଲୋକାଲାଇଜ୍ଡ ସଲ୍ୟୁସନ। ଦେଖ ଲୋକାଲାଇଜ୍ଡ ସଲ୍ୟୁସନ ଅର୍ଥ ଆକ୍ଚୁଆଲି ଆମର ସଷ୍ଟେନେବଲ ଡେଭଲପମେଣ୍ଟ ଗୋଲ ଆମେ ସବୁବେଳେ ଆମେ ଯୋଉ ଯାହା ବି କିଛି ପ୍ଲାନିଂ କରୁଛେ ସେ ପଭର୍ଟି ପାଇଁ ହଉ କିମ୍ବା ତମର ଏମ୍ପ୍ଲୟମେଣ୍ଟ ପାଇଁ ହଉ ଯୋଉ 17ଟି ଗୋଲ ରଖିଛେ କାହାକୁ ବେସ୍ କରିକି ରଖିଛେ ତୁମର ହଉଛି ଲୋକାଲାଇଜେସନ ସଲ୍ୟୁସନକୁ ବେସ୍ କରି ରଖିଛେ ତ ତା ଦ୍ୱାରା ମଧ୍ୟ ଏଇଟା ଗୋଟେ ବେନିଫିଟ ହେଇପାରିବ। ଆଚ୍ଛା ତ ଇମ୍ପ୍ରୁଭ ଷ୍ଟେଟ କାପାସିଟି ତ ତୁମର ହଉଛି ଉନ୍ନତ ହଉଛି ରାଜ୍ୟର କ୍ଷମତା ଯୋଉ ରହୁଛି ତ ଗୋଟିଏ ରାଜ୍ୟର ଯଦି ଦାରିଦ୍ର୍ୟ ଦୂରୀକରଣ ହବ କିମ୍ବା ଗୋଟେ ରାଜ୍ୟର ଯେତେବେଳେ ପଭର୍ଟି ଦୂରୀକରଣ ହବ ଦାରିଦ୍ର୍ୟ ହଉଛି ତାର ଏଜୁକେସନ ଇମ୍ପ୍ରୁଭମେଣ୍ଟ ହବ ହେଲ୍ଥ ଇମ୍ପ୍ରୁଭମେଣ୍ଟ ହବ ତା ଦ୍ୱାରା କଣ ଆସିବ ଗୋଟେ ରାଜ୍ୟଟା ଅଟୋମେଟିକ ଡେଫିନେଟଲି ଇମ୍ପ୍ରୁଭମେଣ୍ଟ ହବ। ଦେଖିବା ନେକ୍ସଟ ପଏଣ୍ଟ ଏବେ ଯିବା ହଉଛି ଲୋକାଲାଇଜ ଇମ୍ପୋର୍ଟାଣ୍ଟ ଇଟ୍ ଇସ୍ ଏ ଭେରି ଇମ୍ପୋର୍ଟାଣ୍ଟ ପଏଣ୍ଟ ଷ୍ଟୁଡେଣ୍ଟ କାହିଁକି ନା ଏଇ ଇମ୍ପୋର୍ଟାଣ୍ଟକୁ ନେଇକିରି ତୁମକୁ ସେ ଡାଇରେକ୍ଟ କୋଶ୍ଚିନ୍ ଦବ ଏଇ ଇମ୍ପୋର୍ଟାଣ୍ଟକୁ ନେଇକିରି ସେ ତୁମକୁ ଡାଇରେକ୍ଟ କୋଶ୍ଚିନ୍ ଦବ କେମିତି। ଆଚ୍ଛା ଯଦି ମୁଁ ତମକୁ ଗୋଟେ କୋଶ୍ଚିନ୍ କରେ ଷ୍ଟୁଡେଣ୍ଟ ଯେ ଲୋକାଲାଇଜେସନ ସଷ୍ଟେନେବଲ ଡେଭଲପମେଣ୍ଟ ଗୋଲର ଇମ୍ପୋର୍ଟାଣ୍ଟ କ'ଣ ଅଛି ମତେ ତମେ 4-5ଟା ପଏଣ୍ଟ କୁହ ସମସ୍ତେ ମାଇଣ୍ଡରେ ଭାବ କାହିଁକି ନା ମୁଁ ତମକୁ ଏଇଠି ଗୋଟେ ଜିନିଷ ହଁ ଦେଖ ମୁଁ ଏଇଠି ଗୋଟେ ଜିନିଷ କାହିଁକି କହୁଛି ଏ ଜିନିଷ ତୁମେ ଏକ୍ସାମ ହଲରେ ଯେ ସବୁ ପଢିଥିବା ଯାଇଥିବା ଜିନିଷ କୋଶ୍ଚିନ୍ ଆସିବ ତାହା କିଛି ନଥାଏ କିଛି ଥାର୍ଡ ଆଇକ୍ୟୁ ଆମକୁ ଜେନେରେଟ କରିବାକୁ ପଡେ ଯୋଉ ଥାର୍ଡ ଆଇକ୍ୟୁଟା ଯେତିକି ପାଠ ତମେ ପଢିଥାଅ ତାକୁ ନେଇକି ଆଣିବାକୁ ପଡେ ତ ହଠାତ୍ ତମେ ମାଇଣ୍ଡରେ ଭାବ ଯେ ହ୍ୱାଟ ଇଜ ଦ ଲୋକାଲାଇଜେସନ ସଷ୍ଟେନେବଲ ଗୋଲର ଇମ୍ପୋର୍ଟାନ୍ସ କ'ଣ ଅଛି କ୍ୱିକ୍ ସ୍ପିଡରେ। ପିପୁଲ ପାର୍ଟିସିପେସନ ଦେନ୍ ଆଉ କଣ ଆସୁଛି ରିକଲିଂ ପାୱାର ଦେନ୍ ଆଉ କଣ ଆସିଲା ଆନ୍ସର local solution of local problems then ଆଉ କଣ ଆସୁଛି answer? Thank you all around rural development ଦେଖ ଏଇ ପଏଣ୍ଟ ଗୁରା ଭେରି ଇମ୍ପୋର୍ଟାଣ୍ଟ ରହୁଛି। ଥ୍ୟାଙ୍କ ୟୁ ଓକେ ଚାଲ ଏବେ ମୁଁ ତମକୁ କହୁଛି କ'ଣ କ'ଣ ହେଇପାରିବ ଦେଖ ସ୍ଥାନୀୟ ଅଭିକଳ୍ପନ ତାର ଅର୍ଥ ହଉଛି କଣ୍ଟେକ୍ସ ଆଣ୍ଡ ସ୍ପେସିଫିକ ସଲ୍ୟୁସନ। ଦେଖ ଆ ଦ୍ୱାରା କ'ଣ ହେଇପାରିବ ସ୍ପେସିଫିକ ସଲ୍ୟୁସନ ତୁମର ସର୍ଟ ଆଉଟ ହେଇପାରିବ। ଦେଖ ତୁମର ସୋସିଆଲି ହଉ ଇକୋନୋମି ହଉ କିମ୍ବା ଏନଭାୟରମେଣ୍ଟାଲ ପ୍ରୋବ୍ଲେମ ହଉ କାହିଁକି ନା ଯେତେବେଳେ କୌଣସି ରାଜ୍ୟର ଡିଫରେଣ୍ଟ ରାଜ୍ୟ ମାନଙ୍କର ଲୋକାଲ ଲେବୁଲର ପ୍ରୋବ୍ଲେମ ସବୁ ଅଲଗା ଅଲଗା ଅଛି। ଓଡ଼ିଶାର ଗ୍ରାସ ରୁଟ୍ ବା ଲୋକାଲ ଲେବୁଲରେ ଯୋଉ ପ୍ରୋବ୍ଲେମ ଅଛି ୟୁପିରେ ସେଇ ପ୍ରୋବ୍ଲେମ ନାହିଁ
ଟିକେ ଡିଫରେଣ୍ଟ ତେମ ପାଇବ। କାହିଁକି ନା କୋଉଠି ଇକୋନୋମିକାଲି ଡେଭଲପ ହେବା ଦ୍ୱାରା କୋଉଠି ବେଶୀ ଇମ୍ପୋର୍ଟାଣ୍ଟ ଏନଭାରନମେଣ୍ଟକୁ ଦିଆଯାଇପାରିବ। ଆ ଦ୍ୱାରା କଣ ହେଇପାରିବ, ସ୍ପେସିଫିକ ସଲ୍ୟୁସନ ଟା ଆମର କ୍ଲିୟର ହେଇପାରିବ। ତାପରେ ଆସେ କଣ, ବେଟର ଇମ୍ପ୍ଲିମେଣ୍ଟେସନ। ଦେଖ, ବେଟର ଇମ୍ପ୍ଲିମେଣ୍ଟେସନ ର ଅର୍ଥ ହଉଛି ତୁମର ଏକ୍ଜିକ୍ୟୁଟିଭ ହେଲା, ତୁମର ମାର୍କେଟିଂ ପଲିସି ଯୋଉ ରହୁଛି, ଯାହା ବି କିଛି ରହୁଛି, ଆରାମସେ ଆମେ କଣ କରିପାରିବା, ବେଟର ଇମ୍ପ୍ଲିମେଣ୍ଟେସନ କରିପାରିବା। କାହିଁକି ନା ଉଚିତ କାର୍ଯ୍ୟାନ୍ୱୟନ ତା ତ ସ୍ଥାନୀୟ ଓ ରାଜ୍ୟ ସରକାର ଉପକ୍ରମ ନେଇ ପ୍ରয়োଜନ କଲେ ଅଧିକ କାର୍ଯ୍ୟକାରୀ ହୋଇପାରିବ। ତାର ତ ତୁମର ଯୋଉ ଇଜିଲି ଅପ୍ଟିମାଇଜ, ଥ୍ୟାଙ୍କ ୟୁ, ବାସ୍। ତାପରେ ଆସିଲା କଣ, ଆଚ୍ଛା, ହଉଛି ସମ୍ପ୍ରଦାୟ ଅଂଶଗ୍ରହଣ, ଯାହାକୁ ଆମେ କହୁଛେ କମ୍ୟୁନିଟି ଏନଗେଜମେଣ୍ଟ। ଦେଖ, ଯେତେବେଳେ ଲୋକାଲ ଲେବୁଲରେ କାମ ହବ ତ ବିଭିନ୍ନ କମ୍ୟୁନିଟି ଯୋଉ ରହୁଛନ୍ତି ଆରାମ ଆଉ ଧର ଓନର ରହିଲେ କିଛି ଧର ସମସ୍ତେ ଏଠି ପାର୍ଟିସିପେଟ ଆରାମସେ କରିପାରିବେ। ତ ଏଇଟା ଗୋଟେ ପ୍ଲସ୍ ପଏଣ୍ଟ ରହୁଛି। ତାପରେ ଆସିଲା କଣ, ତାପରେ ଆସିଲା ରିସୋର୍ସ ଅପ୍ଟିମାଇଜ। ଆମେ ଆରାମସେ ଗୋଟେ ରିସୋର୍ସକୁ ଅପ୍ଟିମାଇଜ କରିପାରିବା। ତ ଏମିତି ପାଞ୍ଚ ଛଅଟା ପଏଣ୍ଟକୁ ଲେଖିବ, ଯୋଉଟା କି ଗୋଟେ ଇମ୍ପୋର୍ଟାଣ୍ଟ ପଏଣ୍ଟ ରହୁଛି ଯେ ତୁମର ଲୋକାଲାଇଜେସନର ସଷ୍ଟେନେବୁଲ ଡେଭଲପମେଣ୍ଟ ଗୋଲର ଆମର ଇମ୍ପୋର୍ଟାଣ୍ଟ କଣ ହେଇପାରିବ। ଆଚ୍ଛା, ତାପରେ ଆସିଲା କି ଷ୍ଟ୍ରାଟେଜି ଅଫ ଲୋକାଲାଇଜେସନ ଅଫ ସଷ୍ଟେନେବୁଲ ଗୋଲ। ତାର ତ ତୁମର ଯୋଉ ସଷ୍ଟେନେବୁଲ ଗୋଲ ରହୁଛି, ଆଞ୍ଚଳିକ ସ୍ତରରେ କିପରି କାର୍ଯ୍ୟାନ୍ୱୟନ କରାଯାଇପାରିବ, କେମିତି ଆମେ ରୁରାଲ କେମିତି ଆମେ କରିପାରିବା। ପ୍ରଥମ ହଉଛି ଲୋକାଲ ପ୍ଲାନ ଆଉ ପଲିସି। ଦେଖ, ଯଦି ସ୍ଥାନୀୟ ଯୋଜନା ଓ ନୀତିରେ ସମ୍ମିଳନ, ତାର ତ ସ୍ଥାନୀୟ ଯୋଜନା ଓ ନୀତି, ତାର ତ ଆମେ ଯଦି ଗୋଟେ ଲୋକାଲ ଏରିଆକୁ ଡେଭଲପମେଣ୍ଟ କରିବା ପାଇଁ ପର୍ଟିକୁଲାର ପ୍ଲାନ ରଖିବା। ସପୋଜ ତୁମେ ଦେଖିବ ଓଡିଶାର ଲୋକାଲ ଲୋକାଲ ଏରିଆରେ ଯୋଉ ପ୍ରୋବ୍ଲେମ ଅଛି, ତା ପାଇଁ ଧର କୋଷ୍ଟାଲ ବେଲ୍ଟ ତୁମେ ବିଭିନ୍ନ ପ୍ରକାର ସମସ୍ୟା ପାଇବ। ତୁମେ ଯେତେବେଳେ ତୁମେ ଯିବ ସପୋଜ ଅଲଗା କୋଉ ଷ୍ଟେଟ ମାନଙ୍କରେ ଯିବ, ସେ ମାନେ ତୁମର କୋଷ୍ଟାଲ ବେଲ୍ଟ ରିଲେଟେଡ ପ୍ରୋବ୍ଲେମ ନଥିବ, ଧର ତମେ ମଧ୍ୟ ୟୁପି ଯିବ, ୟୁପିରେ ତମକୁ ଏ ପ୍ରକାର ପ୍ରୋବ୍ଲେମ ପାଇବନି। ତ ସ୍ଥାନୀୟ ଯୋଜନା ଗୋଟେ ନିହାତି ଇମ୍ପୋର୍ଟାଣ୍ଟ ରହୁଛି ଯେ ଏଇ ଜିନିଷକୁ ଡେଭଲପମେଣ୍ଟ କରିବା ପାଇଁ। ତାପରେ ଆସିଲା କଣ, ମଲ୍ଟି ଷ୍ଟେକ୍ ହୋଲ୍ଡର ପାର୍ଟିସିପେସନ। ଦେଖ, ମଲ୍ଟି ଷ୍ଟେକ୍ ହୋଲ୍ଡର ପାର୍ଟିସିପେସନ ମାନେ କଣ, ଦେଖ ତୁମର ସିଭିଲ ସୋସାଇଟି ରହିଲା, ଏନଜିଓ ରହିଲା, ଗଭର୍ଣମେଣ୍ଟ ରହିଲା, ପ୍ରାଇଭେଟ ସେକ୍ଟର ରହିଲା, ଯଦି ସମସ୍ତେ ପାର୍ଟିସିପେସନ କରିବେ, ଖାଲି ଗଭର୍ଣମେଣ୍ଟ ଚାହିଁଲେ ସବୁ ଜିନିଷ କରିପାରିବନି। ତୁମେ ଗୋଟେ ଜିନିଷ ଭାବ ପିଲେ, ଆଜି ଶିକ୍ଷାର ଉନ୍ନତି ଯଦି ଆମେ 2000 ମସିହା ଆଉ 2025 ମସିହାରେ ଶିକ୍ଷା କଥା ଦେଖିବା, ଶିକ୍ଷାର ଦୁଇଟି ଜାଗାରେ ଉନ୍ନତି କୋଉ ସମୟରେ ଆମେ ବେଶୀ ପାଇଛେ। 2000 ମସିହାରେ ବେଶୀ ଉନ୍ନତି ଥିଲା ନା 2025ରେ ବେଶୀ ଉନ୍ନତି ଥିଲା? ଓବିୟସଲି କେତେ ବଡ ହବ ଆନ୍ସର, 2025ରେ ବେଶୀ ଉନ୍ନତି ଅଛି। ଆର ଅର୍ଥ ହଉଛି ଯେ ଖାଲି ଗଭର୍ଣମେଣ୍ଟ ଚାହିଁଲେ ସବୁ ଜିନିଷ ହେଇପାରିବନି। ତ ଏଠି ତମକୁ ପ୍ରାଇଭେଟ ହଉ, ଏନଜିଓ ହଉ, ବିଭିନ୍ନ ମାନଙ୍କର ଭୂମିକା ରହୁଛି। ଆଚ୍ଛା, ତୃତୀୟ ପଏଣ୍ଟ ଅଛି କଣ ନା କାପାସିଟି ବିଲ୍ଡିଂ ଆଣ୍ଡ ଆୱାରନେସ। ଦେଖ, ଯଦି କୌଣସି ଜିନିଷ ଯଦି ଆମେ କାପାସିଟି ବିଲ୍ଡିଂ କରିବାନି, କାପାସିଟି ବିଲ୍ଡିଂ ତ ଟେକ୍ନିକାଲି ସପୋର୍ଟ ଦେବା, ଆୱାରନେସ କ୍ରିଏଟ କରିବା, ତୁମମାନଙ୍କର କମ୍ୟୁନିଟି ଲିଡର ମାନଙ୍କୁ ଆୱାରନେସ କ୍ରିଏଟ କରିବା, ଏସବୁ ଜିନିଷ ଯଦି ଆମେ ନ ରଖିବା ଆମେ ଏଟା କରିଯାଇ ପାରିବ ନାହିଁ। ତାପରେ ଆସିଲା କଣ, ହଁ, ତାପରେ ଆସିଲା କଣ, ଡାଟା କଲେକ୍ଟିଭିଟି। ତା ଅର୍ଥ ଯଦି ଆମେ ପ୍ରପର ଡାଟା କଲେକ୍ସନ ନ କରିବା, ସପୋଜ କୋଉଠି କୋଉ ପ୍ରକାର ପ୍ରୋବ୍ଲେମ ହଉଛି, ସେ ସବୁ ଜିନିଷ ଆମେ କଲେକ୍ଟ ନ କରିବା, ତାହେଲେ ମଧ୍ୟ ଆମେ ଗୋଟେ ଜିନିଷକୁ ସଠିକ ବାଟରେ ମଧ୍ୟ ଇମ୍ପ୍ରୁଭମେଣ୍ଟ କରିପାରିବା। ତା ଅର୍ଥ ଡାଟା କଲେକ୍ସନ ମଧ୍ୟ ଗୋଟେ ଇମ୍ପୋର୍ଟାଣ୍ଟ ଆମ ପାଇଁ ରହୁଛି। ବୁଝା ପଡ଼ିଲା ସମସ୍ତଙ୍କୁ, ଗୋଟେ ବେସିକ ଆଇଡିଆ ଆସିଗଲା ଯେତିକି ଜିନିଷ କହିଲି କି ଷ୍ଟ୍ରାଟେଜି ଅଫ ଆମେ କୋଉ କୋଉ ଷ୍ଟ୍ରାଟେଜି ମେଣ୍ଟେନ କରିବା ଦରକାର ଲୋକାଲାଇଜେସନ ଅଫ ସଷ୍ଟେନେବୁଲ ଡେଭଲପମେଣ୍ଟ ଗୋଲକୁ ଇମ୍ପ୍ରୁଭମେଣ୍ଟ କରିବା ପାଇଁ। ଆଇଡିଆ ଆସିଗଲା ମାଇଣ୍ଡରେ। ଦେଖ, ଏ ଜିନିଷକୁ ମାଇଣ୍ଡରେ ଜେନେରେଟ କରିବାର ଅଛି। ଯଦି ମାଇଣ୍ଡରେ ଜେନେରେଟ ନ କରିପାରିବ, ଦେଖ ତୁମେ ସବୁବେଳେ ଗୋଟେ ଭାବ ଯେ ତୁମର ମାଇଣ୍ଡ ହଉଛି ଏଆଇ ଟେକ୍ନୋଲୋଜି। ଏଆଇ ଟେକ୍ନୋଲୋଜି ତ ତମ କତିରେ ସେଇ ପାୱାର ରହିବା ଦରକାର। ତମକୁ ମୁଁ ଛୋଟ ଜିନିଷ ଟିକେ କହିଛି, ତାକୁ ନେଇକି ତୁମେ ନୂଆ ଜିନିଷ କ୍ରିଏଟ କରିପାରୁଥିବ, ଏ ଥଟ୍ ରହିବା ଦରକାର। ତାହେଲେ ଯେମିତି ତୁମେ ସକ୍ସେସ୍ ହେଇପାରିବ। ସକ୍ସେସ୍ ଅର୍ଥ ନୁହେଁ ଗୋଟେ ବହି, ଗୋଟେ ନୋଟ୍ କିମ୍ବା ଆକୁ ପଢିଦେଲେ ହେଇଯିବ, କିମ୍ବା ସିଲେକ୍ଟିଭ କୋଶ୍ଚିନ୍ କରିଦେଲେ ନା। ଆମ କତିରେ ନିଜସ୍ୱ ମାନେ ଇମ୍ପ୍ରୁଭମେଣ୍ଟ କରିବାର ଆମ କତିରେ ମାନେ କାପାବିଲିଟି ରହିବା ଦରକାର। ଏହା ଦ୍ୱାରା ହେଲେ ଆରାମସେ ହେଇଯିବ। ସରି, ଏବେ ଯିବା ନେକ୍ସଟ ପଏଣ୍ଟ।
ଚ୍ୟାଲେଞ୍ଜେସ୍ ମୁଁ ଯଦି ତୁମକୁ କହେ ଷ୍ଟୁଡେଣ୍ଟ ବର୍ତ୍ତମାନ ଆମର ଲୋକାଲାଇଜେସନ ଅଫ ସଷ୍ଟେନେବଲ ଡେଭଲପମେଣ୍ଟ ଗୋଲର ଚ୍ୟାଲେଞ୍ଜ କ'ଣ ଅଛି? ଚ୍ୟାଲେଞ୍ଜ ବର୍ତ୍ତମାନ କ'ଣ ଅଛି? କି ହେବ? ପ୍ରଥମ ହଉଛି ଲ୍ୟାକ୍ ଅଫ୍ ଆୱାରନେସ୍। ଆମ କତିରେ ସଫିସିଏଣ୍ଟ ଆୱାରନେସ୍ ବି ନାହିଁ। তুমি ଦେଖିବ ସଷ୍ଟେନେବଲ ଡେଭଲପମେଣ୍ଟ ଗୋଲ କହିଲେ କ'ଣ, ରୁରାଲ ଏରିଆର ଲୋକମାନେ ଜାଣିନଥିବେ। ଯୋଉଟା କି ଲ୍ୟାକ୍ ଅଫ୍ ଏଜୁକେସନ, ଆମ କତିରେ ଏଜୁକେସନ ମଧ୍ୟ ନାହିଁ। ଇନଫ୍ରାଷ୍ଟ୍ରକ୍ଚର, ଆମ କତିରେ ସେଇ ସବୁ ଇନଫ୍ରାଷ୍ଟ୍ରକ୍ଚର ନାହିଁ। ଡାଟା ଡେଫିସିଏନ୍ସି, ତ ଆମ କତିରେ ସଫିସିଏଣ୍ଟ ଡାଟା ବି ନାହିଁ। ବୁଝିପାରୁଛ? ଆଉ କ'ଣ ଆସିଲା? কোঅর্ডিনেশন গ্যাপ। তার তো কোঅর্ডিনেশন গ্যাপ তো দেখ তো স্টেট বা সেন্টর হଉ বা স্টেট ভিতরে হଉ কোঅর্ডিনেশন গ্যাপ রହୁଛି। তো ଏ ସମସ୍ତ ଜିନିଷ ବର୍ତ୍ତମାନ ପାଇଁ ଆମ ପାଇଁ ଚ୍ୟାଲେଞ୍ଜ ରହୁଛି। ବର୍ତ୍ତମାନ କ'ଣ ହଉଛି? ସୋସିଆଲ ବ୍ୟାରିୟର ମଧ୍ୟ କହିପାରିବ। ସୋସିଆଲ ବ୍ୟାରିୟର, ସପୋଜ ବିଭିନ୍ନ ସୋସାଇଟିର ଯୋଉ ଲୋକ ରହୁଛନ୍ତି କିଛି କିଛି ଜିନିଷ ସେମାନେ ସପୋର୍ଟ କରୁନାହାନ୍ତି, ଏ ଜିନିଷ ଆମକୁ ଦରକାର ନାହିଁ, ଏ ଜିନିଷ ଆମକୁ ଦରକାର। ଯୋଉ ସୋସିଆଲ ବ୍ୟାରିୟର ରହୁଛି ଇଏ ବି ମଧ୍ୟ ଚ୍ୟାଲେଞ୍ଜେସ୍। ତାପରେ ଆସିଲା ୱେ ଫରୱାର୍ଡ, ଆମକୁ କ'ଣ କରିବା ଦରକାର? ଚ୍ୟାଲେଞ୍ଜେସ୍ ଯାହା ରହୁଛି ଠିକ ତା ଅପୋଜିଟ୍। ତ ଆମକୁ ଆୱାରନେସ୍ କ୍ରିଏଟ କରିବାର ଅଛି, ଆମକୁ ଏଜୁକେସନାଲ ସପୋର୍ଟ କରିବାର ଅଛି, ଆମକୁ ଇକୋନୋମିକାଲି ସପୋର୍ଟ କରିବାର ଅଛି, ପ୍ରପର ଡାଟା କଲେକ୍ସନ କରିବାର ଅଛି, ଓକେ, ଫାଇନାନ୍ସିଆଲ ସପୋର୍ଟ କରିବାର ଅଛି, କାପାବିଲିଟି ବିଲ୍ଡିଂ କରିବାର ଅଛି। କାପାବିଲିଟି ବିଲ୍ଡିଂ ଅର୍ଥ ଯେ ତୁମକୁ ସେ ଡେଭଲପମେଣ୍ଟ କରିବା ପାଇଁ ସେତିକି ମ୍ୟାନ ପାୱାର ଦରକାର। ଖାଲି ଯେ ଆମେ ଆୱାରନେସ୍ କ୍ରିଏଟ କରିଦେବା, ନ୍ୟୁଜ ଦେଇଦେବା, ତା କଲେ ହେଇଯିବ। ତା ପାଇଁ ଆମକୁ ମ୍ୟାନ ପାୱାର ଦରକାର। ଏ ସମସ୍ତ ଜିନିଷ ଉପରେ ଆମକୁ କାମ କରିବାକୁ ପଡିବ। ତା ସହିତ ଦେଖ, ବେଳେ ବେଳେ ମନକୁ ଏଇଠି ଗୋଟେ ଜିନିଷ ତମମାନଙ୍କୁ କହୁଛି, ଏ କୋଶ୍ଚିନ୍ ସହିତ ତମକୁ ସେ ବେଳେ ବେଳେ ପର୍ଟିକୁଲାର ଗୋଲ ଉପରେ କୋଶ୍ଚିନ୍ ଦେଇଦିଅ। ପର୍ଟିକୁଲାର ଗୋଲ ମାନେ କ'ଣ? ଯେ ସପୋଜ ହଉଛି ଇନଫ୍ରାଷ୍ଟ୍ରକ୍ଚର ଯୋଉ ଡେଭଲପମେଣ୍ଟ ହବ, ଯୋଉ ଗ୍ରାସ ରୁଟ୍ ଲେଭେଲରେ ଯୋଉ ସଷ୍ଟେନେବଲ ଡେଭଲପମେଣ୍ଟର ଯୋଉ କାମ କରାଯିବ, କାହାକୁ ନେଇକିରି ନା ତୁମମାନଙ୍କର ସପୋଜ ଗୋଟେ ଜେଣ୍ଡର ଇକ୍ୱାଲିଟିକୁ ନେଇକିରି ସେଇ ସେଇ ପଏଣ୍ଟ ଲେଖିବ, କିନ୍ତୁ ଇମ୍ପୋର୍ଟାଣ୍ଟ ଦଉଥିବ ଜେଣ୍ଡର ଇକ୍ୱାଲିଟି। ବେଳେବେଳେ ଗୋଟାଏକୁ ଫୋକସ କରିକି ତ ମଧ୍ୟ କୋଶ୍ଚିନ୍ ଦେଇପାରେ। ତ ସଷ୍ଟେନେବଲ ଡେଭଲପମେଣ୍ଟ ଗୋଲ ମ୍ୟାକ୍ସିମମ୍ ସିଲାବସ ପାଇଁ ପାଇଯିବ। ଆଉ ଉପରେ ପ୍ରତ୍ୟେକ ବର୍ଷ କୋଶ୍ଚିନ୍ ଆସିବ। ଏମିତି କୋଉ ଏକ୍ସାମ ନାହିଁ ଜିଏସ୍ ପେପର 3 ଆଉ ଉପରେ କୋଶ୍ଚିନ୍ ଆସିବନି। ତ ଏଇଟା ଆଚ୍ଛା, ଏଇ ଟିକେ ମୁଁ କୋଶ୍ଚିନ୍ ପଚାରି ଦଉଛି, ଗୋଟେ ସ୍ପିଡ୍ ଆନ୍ସର ଦେବ। ଏକ ନମ୍ବର ଗୋଲ ଆମର କ'ଣ ଅଛି ପିଲେ? ଏକ ନମ୍ବର ଗୋଲ ଆମର କ'ଣ ଅଛି? ଏକ ନମ୍ବର ଗୋଲ, ଏକ ନମ୍ବର ଗୋଲ କ'ଣ ଅଛି? এটা হচ্ছে नो पोवर्टी। ओके, दुई नंबर हूँ कौन? जीरो हंग। तो एमती तुम मानक समस्त गोल को टिके टिके देखि नबार अच्छे। ओके, थैंक यू। तो टोटल आम केतटा गोल रोचे? 17टा गोल अच्छे, এটা খালি মনে রাখার আছে। ओके, तो आज टॉपिकटा थिला। तो एटाको मु चाहूଥିଲି मे भी आज क्लास नेबिनी बोली, फिलहाल आज क्लास भी नेली कहीं ना गोटे रिदम तुम केबे कम न हो। जो कॉन्फिडेंस सहित तुम पढ़ुछ सेटा केमि कंटेन करबा, कंटिन्यू करबा, सेटा होछ हमर फोकस। ए क्लास रो रेकॉर्डिंग मु तुमनकर ସେକୁଲାରିଜିମଟା ଅପଲୋଡ ହେଇନି, ଠିକ ଅଛି। ମୁଁ ଏଟା କାଲି ମର୍ଣ୍ଣିଂରେ ଅପଲୋଡ କରିବି। ହଁ, କାଲି ତୁମମାନଙ୍କର ଆନ୍ସର ରାଇଟିଂ ର, ହଁ, କାଲି ତୁମର ଆନ୍ସର ରାଇଟିଂ ଯୋଉ କ୍ଲାସ୍ ଅଛି ସେଥିରେ ସମସ୍ତେ ଲାଇଭ କ୍ଲାସ୍ ରହିବ। କାଲି ଏଟା ମୁଁ ପୁରା ନେଟୱାର୍କ ପ୍ଲେସ୍ରେ ହିଁ କ୍ଲାସ୍ ନେବି, କୌଣସି ଅସୁବିଧା ହବନି ତୁମକୁ। ତ କାଇଣ୍ଡଲି ସମସ୍ତେ ସେ କ୍ଲାସ୍କୁ ଆଟେଣ୍ଡ କରିବ। କିଏ କେତେ ସ୍କୋର କରିଛ ଆଉ କେତେ କ'ଣ କରିଛ ଏଟା ଦେଖେଇଦେବି। ଓକେ, ତ ଥ୍ୟାଙ୍କ ୟୁ ଷ୍ଟୁଡେଣ୍ଟ। ତ ଆଉ କାହାର କି, ହଁ, ହୋମ ସାଇନ୍ସର କ୍ଲାସ୍ ଆସନ୍ତା କାଲି ଅଛି, ଡୋଣ୍ଟ ୱରି।